ଆମର ଭୁବନେଶ୍ୱର ଠାରେ ପାୱାର ଲିଫ୍ଟିଂ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଥାର୍ଡ ତାର ଯୋଉ ବାର୍ଷିକ ଉତ୍ସବ ଅଛି, ତୃତୀୟ ବାର୍ଷିକ ଉତ୍ସବରେ ଆଜି ବହୁତ ଖେଳାଳି ବନ୍ଧୁମାନେ ଏ ପାୱାର ଲିଫ୍ଟିଂ ଆସୋସିଏସନ ସହିତ ଯୋଡ଼ି ହେଇଛନ୍ତି। ତାଙ୍କର ଯୋଉ ପାୱାର ଲିଫ୍ଟିଂ ପ୍ରଦର୍ଶିତ କରୁଛନ୍ତି। ଏଥିରେ ବହୁତ ସୁନାମ ଧନ୍ୟ ଖେଳାଳି ମାନେ ଯୋଉଟାକି ଆମର ଓଡ଼ିଶା ଏବଂ ଓଡ଼ିଶା ବାହାରେ ଯାଇକି ତାଙ୍କର ନାମ ଅର୍ଜନ କରିଛନ୍ତି ଏବଂ ତା ସହିତ ଆମର ଓଡ଼ିଶାର ନାମକୁ ମାନେ ଅର୍ଜନ କରିଛନ୍ତି। ଆମେମାନେ ସେଥିପାଇଁ ଗର୍ବିତ। ଏଭଳି ଯୁବ ମାନସକୁ ପ୍ରୋତ୍ସାହନ ଦେବା ଆସୋସିଏସନ ପକ୍ଷରୁ। ଏବଂ ନିଶ୍ଚିତ ରୂପେ ମୁଁ କହିବି ଆଜିକା ଦିବସରେ ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ଭାଇ ପ୍ରୋତ୍ସାହନ ଦଉଛନ୍ତି ଯୁବପିଢ଼ିକୁ ଏ ଖେଳ ମାଧ୍ୟମରେ ବିଭିନ୍ନ ଖେଳ ସହିତ ଯୋଡ଼ି ହେବା ଏବଂ ନିଜର ବ୍ୟକ୍ତିତ୍ୱକୁ ପରିଚୟ କରିବା ଏବଂ ନିଜ ମାଟିକୁ ଗର୍ବିତ କରାଇବା, ନିଜ ଦେଶକୁ ଗର୍ବିତ କରିବା। ଇଏ ଗୋଟେ ବହୁତ ବଡ଼ କଥା ଅଛି ଆମମାନଙ୍କ ପାଇଁ କି। ଏବଂ ଆମର ଏଇ ଯୁବପିଢ଼ି ଆଜି ପାୱାର ଲିଫ୍ଟିଂରେ ହଉ, ୱେଟ୍ ଲିଫ୍ଟିଂରେ ହଉ ବା ଅନ୍ୟାନ୍ୟ ଖେଳ ମାଧ୍ୟମରେ ଯେଉଁଭଳି ଭାବରେ ନାମକୁ ନେଇକି ତାଙ୍କର ନିଜର ବ୍ୟକ୍ତିଗତ ପ୍ରଦର୍ଶନ କରିପାରୁଛନ୍ତି, ଏଇଟା ହେଉଛି ଆମ ପାଇଁ ଗର୍ବର କଥା। ତେଣୁ ନିଶ୍ଚିତ ରୂପେ ଆସୋସିଏସନ ସେଥିପାଇଁ ମଧ୍ୟ ଏଇଟା ଅଲ୍ ଇଣ୍ଡିଆ ଆସୋସିଏସନ ସହିତ ଆଫିଲିଏଟେଡ୍ ଅଛି ଆମର। ତେଣୁ ଏମାନେ ସେଇ ପ୍ରୋତ୍ସାହନ କରୁଛନ୍ତି ଯୁବପିଢ଼ିକୁ ଆଗେଇ ନେବା ପାଇଁ କି ଆମ ମାଟିକୁ, ଆମ ଦେଶକୁ, ଆମ ରାଜ୍ୟକୁ ଗର୍ବିତ କରିବା ପାଇଁ ଯେଉଁ ପ୍ରୋତ୍ସାହନ କରୁଛନ୍ତି, ନିଶ୍ଚିତ ରୂପେ ତାଙ୍କୁ ଧନ୍ୟବାଦ ଦେବି। ଏବଂ ସେ ଆମେ ସମସ୍ତେ ଜାଣିଛେ ଖେଳ ମାଧ୍ୟମରେ ଖାଲି ପାଠ ପଢ଼ିଲେ ଗୋଟେ ପିଲାଟି ଭଲ ମଣିଷ ହବ, ଭଲ ଚାକିରି କରିବ, ଭଲ ପଇସା ରୋଜଗାର କରିବ, ଏ ମାନସିକତାରେ ଆଜିକା ଡେଟ୍ରେ ବି କେହି ରହିବା କଥା ନୁହେଁ। ପାଠ ସହିତ ଅନ୍ୟାନ୍ୟ ଏଇ ଯେଉଁ କରିକୁଲାର ଆକ୍ଟିଭିଟି ସବୁ ମାଧ୍ୟମରେ, ଖେଳ ମାଧ୍ୟମରେ ହଉ କି ସିଙ୍ଗିଂ ମାଧ୍ୟମରେ ହଉ କି ଡ୍ୟାନ୍ସ ମାଧ୍ୟମରେ, ଅନ୍ୟାନ୍ୟ ସବୁ କ୍ଷେତ୍ରରେ ସମସ୍ତେ ପିଲା ବାହାରିଲେଣି, ଆଗକୁ ବଢ଼ୁଛନ୍ତି ମଧ୍ୟ ଏବଂ ତାଙ୍କ ନିଜ। ଜୟ ଜଗନ୍ନାଥ। ମୋ ନାଁ ରୁବିନା ପରିଡ଼ା। ଆଜି ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଆସୋସିଏସନ ତରଫରୁ ଏଠି ଆମର ଥାର୍ଡ ଷ୍ଟେଟ୍ ଲେବୁଲର ଡେଡ୍ ପାୱାର ଲିଫ୍ଟିଂ ଅନୁଷ୍ଠିତ ହେଉଛି। ପୂର୍ବରୁ ଆମର ଆରମ୍ଭ ଏଇଠି ଯୋଉଟା ହଉଥିଲା ସେଟା ପୂର୍ବରୁ ଆମର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଭିତରେ ହଉଥିଲା, ଟୁଇନ୍ ସିଟିକି ନେଇକି ହଉଥିଲା। ଏଥରିକ ଆମର 3 ବର୍ଷ ହେଇଗଲା ଷ୍ଟେଟ୍ ଲେବୁଲରେ ହଉଛି। ଅନେକ ପିଲା ଅନେକ ଜିଲ୍ଲାରୁ ଆସିଛନ୍ତି, ଯାଜପୁରରୁ ଆସିଛନ୍ତି, ସୁନ୍ଦରଗଡ଼ରୁ ଆସିଛନ୍ତି, କଟକରୁ ଆସିଛନ୍ତି, ବହୁତ ପିଲା ସବୁ ଭୁବନେଶ୍ୱରରୁ ତ ସହଜେ ରହିଛନ୍ତି, ଆମର ଖୋର୍ଦ୍ଧା ପିଲା ରହିଛନ୍ତି, ସମସ୍ତେ ରହିଛନ୍ତି। ମୁଁ ଗୋଟେ କଥା ପିଲାମାନଙ୍କୁ କହିଥିଲି ଯେ ଯୋଉମାନେ ଆଜି ଜିତି ଯାଉଛ, ଯୋଉମାନେ ମେଡାଲ ନଉଛ, ସେମାନେ ଭାବନି ଜୀବନ ଏଇଠି ରହିଗଲା, ଆମେ ଗୋଟେ କିଛି ଗୋଟେ କରିଦେଲୁ ଜୀବନରେ। କିମ୍ବା ଯୋଉମାନେ ହାରି ଯାଉଛନ୍ତି ସେମାନେ ବି ଚିନ୍ତା କରନ୍ତୁନି ଯେ ଆମର ଲାଇଫ ଏଠି ସରିଗଲା କିମ୍ବା ଆମେ ରହିଗଲୁ ଏଇଠି। ସେମାନଙ୍କୁ ବରଂ ଯୋଉମାନେ ହାରିଛନ୍ତି ସେମାନଙ୍କୁ ମୁଁ ଡବଲ କଂଗ୍ରାଚୁଲେସନ କରୁଛି ଯେ ତମେ ଆହୁରି ଚେଷ୍ଟା କର, ଦିନେ ନା ଦିନେ ଯେମିତି ଶୀର୍ଷରେ ପହଞ୍ଚିବ। ଦେଖନ୍ତୁ, ଯେହେତୁ ଗଭର୍ଣ୍ଣମେଣ୍ଟ ନୂଆ ଆସିଛି, ସେମାନଙ୍କୁ ରିକ୍ୱେଷ୍ଟ କରାଯାଉଛି ଏଇ ଆସୋସିଏସନ ପ୍ରତି ଏବଂ ଏଇ ଡେଡ୍ ଲିଫ୍ଟିଂ ପ୍ରତି, ଗେମ୍ ପ୍ରତି ଟିକେ ଅଧିକ ଦୃଷ୍ଟି ଦିଅନ୍ତୁ। ଆଉ ସେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ନିଶ୍ଚିତ ଭାବରେ ସେମାନେ ଟିକେ କାମନା କରନ୍ତୁ। ଏଠୁ ଯୋଉମାନେ ଡେଡ୍ ଲିଫ୍ଟିଂରେ ଯାଉଛନ୍ତି ସେମାନଙ୍କର ବହୁତ ଉଦାହରଣ ଅଛି, ଯୋଉମାନେ କି ପୋଲିସରେ ଜବ୍ ପାଇଛନ୍ତି, ଅନ୍ୟାନ୍ୟ ପ୍ଲେସମେଣ୍ଟ ସେମାନଙ୍କର ହେଇଛି। ସମସ୍ତଙ୍କୁ ରିକ୍ୱେଷ୍ଟ କରାଯାଉଛି ଜୀବନ ଶୃଙ୍ଖଳିତ କରନ୍ତୁ ଏବଂ ନିଜ ନିଜ ଜୀବନକୁ ସୁଧାରନ୍ତୁ। ବିଜେପିର ବରିଷ୍ଠ ନେତା ଆସିଥିଲେ, ଆପଣ ସରକାରରେ ବିଜେପି ଅଛି, କିଛି ଆଶା ରହିବ କି ଦେଖନ୍ତୁ, ଆମର ଯେ ପ୍ରେସିଡେଣ୍ଟ ଅଛନ୍ତି ତପନ ଭାଇ, ସେମାନଙ୍କୁ ରିକ୍ୱେଷ୍ଟ କରିଥିଲେ ଆଜି ଆମର ଏଇ ଉଦ୍ଘାଟନୀ ଦିବସରେ ଆମର ଗୋଲକ ମହାପାତ୍ର ବିଜେପିର ବରିଷ୍ଠ ନେତା, ଆମ ସବୁରି ପ୍ରିୟ ଭାଇ ଆସିଥିଲେ, ଉତ୍ତର ଏକ୍ସ ଏମଏଲଏ ଆସିଥିଲେ ଏବଂ ତା ସହିତ ନିରଞ୍ଜନ ଭାଇନାଙ୍କର ଅଲଗା କୌଣସି କାମ ଯୋଗୁଁ ସେ ରହିଯାଇଛନ୍ତି, ଏବେ ଆସିବେ। ଜଗା ଭାଇ ବି ଏବେ ଆସିବେ। ତେଣୁ ସମସ୍ତଙ୍କୁ ରିକ୍ୱେଷ୍ଟ କରାଯାଇଛି ଯେ ଏଇ ଆସୋସିଏସନ ପ୍ରତି ଏବଂ ଏ ଯୋଉ ସଂସ୍ଥା ଅଛି ଡେଡ୍ ଲିଫ୍ଟିଂ, ସେମାନଙ୍କ ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ। ସେମାନେ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି, ନିଶ୍ଚିତ ଭାବରେ ଏହାର କିଭଳି ଭାବରେ ଉନ୍ନତି କରିହେବ ସେ କରିବେ। କୁମାର ବଳିଆର ସିଂ, ପ୍ରେସିଡେଣ୍ଟ ଖୋର୍ଦ୍ଧା ଜିଲ୍ଲା ପାୱାର ଲିଫ୍ଟିଂ ଆସୋସିଏସନ। କାର୍ଯ୍ୟକ୍ରମ କରାଯାଉଛି, ଏଭଳି ନିଷ୍ପତ୍ତି ନେଲେ ନିଶ୍ଚିତ ସେ ସଂସ୍ଥା ଛୋଟରୁ ଆରମ୍ଭ ହେଇଥିଲା 5 ବର୍ଷ ତଳେ। ଆଜି ତାର ରୂପ ଟିକେ ବଡ଼ ହେଇଛି ଏବଂ ଆମେ ଆଶା କରୁଛୁ ଆହୁରି ବଡ଼ ହବ। କାରଣ ଇଏ ଗୋଟେ ପ୍ରତିଯୋଗିତା, ଏଥିରେ ସମସ୍ତଙ୍କର ଯେତେ ଲୋକଙ୍କର ଇଚ୍ଛା ଅଛି ସେଥିରେ ଭାଗ ନେବା ପାଇଁ, ସମସ୍ତ ପାଖକୁ ଏ ମେସେଜଟା ଯାଇପାରୁନାହିଁ। ତ ଆପଣମାନଙ୍କ ମାଧ୍ୟମରେ ଆମେ ତାଙ୍କୁ ମେସେଜ ଦେଉଛୁ। ଆମେ ଯେତେବେଳେ ପ୍ରଥମେ 2 ବର୍ଷ କରିଥିଲୁ ଷ୍ଟେଟ୍ ଲେବୁଲର,
ଯେତିକି ସଂଖ୍ୟକ ଖେଳାଳି ଆସିଥିଲେ ଆଜି ତାର 2 ଗୁଣରୁ ଅଧିକ ଖେଳାଳି ଏଥିରେ ଅଛନ୍ତି, ଇଚ୍ଛୁକ ଅଛନ୍ତି ଭାଗ ନେବା ପାଇଁ। ତେଣୁ ଆମେ ଆଶା କରୁଛୁ ବହୁତ ସେମାନଙ୍କର ଏଇ ଯୋଉ ଖେଳ ପ୍ରତି ସେମାନଙ୍କର ଆଶା ବଢି ଚାଲିଛି, ଇଚ୍ଛା ବଢି ଚାଲିଛି। ତ ସେଥିପାଇଁ ସେମାନେ ପାର୍ଟିସିପେଟ୍ କରିବା ପାଇଁ ଆସୁଛନ୍ତି, ଝିଅ ପୁଅ ଉଭୟ। ବୟସ ସୀମା ତାଙ୍କର ସେ ଯୋଉ ଟେକ୍ନିକାଲ ପର୍ସନ ଅଛନ୍ତି ଆମର ସେକ୍ରେଟାରୀ, ସିଏ କହିଦେଇ ପାରିବେ। ଫିର ବି 14 ବର୍ଷରୁ ଉର୍ଦ୍ଧ୍ୱ ମୁଁ ଯାହା ଜାଣିଛି ସେମାନେ ସବୁ ଭାଗ ନେଉଛନ୍ତି। କାଟାଗୋରୀ ମାନେ 50 କିଲୋରୁ ଆରମ୍ଭ ଷ୍ଟାର୍ଟ ସବୁ ଅଛି ସବୁ। ତେଣୁ ଅଛି କେମିତି ଦିଆଯିବ ସେଟା ତ କୁହାହେବ।